ଆମେ ସବୁ ଓଡ଼ିଶାରେ ଯେତେ ବି ଦେଖୁଛେ ବେଶୀ କ୍ରାଇମ୍ ଗଞ୍ଜାମରୁ ଦେଖୁଛୁ। କ'ଣ ପାଇଁ ସେଟାର କାରଣ କ'ଣ? ଗଞ୍ଜାମରେ ଏତେ ଅଧିକ କ୍ରାଇମ୍ କ'ଣ ପାଇଁ ହେଉଛି? ଗଞ୍ଜାମରେ ନେତୃତ୍ୱର ଅଭାବ। ବିଜେପି କୁହନ୍ତୁ, ବିଜେଡି କୁହନ୍ତୁ, କଂଗ୍ରେସ କୁହନ୍ତୁ, ଆଗେ ଯେଉଁ ନେତୃତ୍ୱ ଥିଲା, ଯେଉଁମାନେ ନିୟନ୍ତ୍ରଣ କରୁଥିଲେ ସାମାଜିକ ଭାବେ ରାଜନୈତିକ ଭାବେ ଗଞ୍ଜାମ ଜିଲ୍ଲାର, ସେ ଅବସ୍ଥା ନାହିଁ। ଏବଂ ଯୁବକମାନେ ବେକାର ହେଲେଣି, ତାଙ୍କ ପାଇଁ ନିଯୁକ୍ତିର କୌଣସି ସୁଯୋଗ ନାହିଁ। ସବୁ ଦାଦନ ଯାଉଛନ୍ତି, ସୁରାଟ ଯାଉଛନ୍ତି, ସୁରାଟ ଆଡ଼ରୁ ମଧ୍ୟ ବନ୍ଧୁକ ଆଣୁଛନ୍ତି, ବୁଝିଲେ। ତେଣୁ ଅଭାବ ବି ଗୋଟେ କାରଣ, ବେକାରୀ ବି ଗୋଟେ କାରଣ। ଏବଂ ରାଜନୈତିକ ଯେଉଁ ପେଟ୍ରୋନାଇଜ୍ ପାଉଛନ୍ତି, ଏମଏଲଏ ଯଦି ଧରିକିରି ବୁଲୁଥିବ ଏଣ୍ଟି ସୋସିଆଲଙ୍କୁ, ଆମେ ଯଦି ପିପୁଲ୍ସ ରିପ୍ରେଜେଣ୍ଟିଭ ଆମେ ଭୋଟ ପାଇଁ ଯଦି ନିର୍ଭର କରିବା ଏଣ୍ଟି ସୋସିଆଲ ଗୁଣ୍ଡାଙ୍କ ଉପରେ, ତାହେଲେ କ'ଣ ହେବ? ହେଉଛି ଅବସ୍ଥା। ଚାରିଆଡ଼େ ମଦ ଦୋକାନ ଏବଂ ବାଲି, ଯେମିତି ଚୋରା ବାଲି ଚାଲିଛି, ଆନ୍ଧ୍ରପ୍ରଦେଶ ଯାଉଛି। ଏଠି ଯଦି ଟ୍ରକଟି ବାଲି ଆପଣ ଦେଖିବେ 8,000, ସିଆଡ଼େ ପଳେଇଲେ 50,000। ମଦ, ବାଲି, ଏଇ ସବୁ ଯେଉଁ ହେଉଛି ଦିସ୍ ଲ୍ୟାଣ୍ଡ ବିଜନେସ୍, ଏ ହେଉଛି କାରଣ। ଏଥିପାଇଁ ମଧ୍ୟ ତାଙ୍କ ଭିତରେ ଗ୍ରୁପ କ୍ଲାସ୍ ହେଉଛି, ବୁଝିଲେ। ଏ ଏରିଆରେ ଏ ଗୁଣ୍ଡା, ସେ ଏରିଆରେ ସେ ଗୁଣ୍ଡା, ଏଇ ଯେଉଁ କଥା, କେଉଁ ଏରିଆରେ କିଏ ଗୁଣ୍ଡା। ତେଣୁ ଏଥିରେ ସୁପାରି କିଲିଂ ବି ହେଉଛି। ଯେଉଁମାନେ ଅଛନ୍ତି, ପଇସା ତ ଅଛି ନା, ସେମାନେ ଦେଖୁଛନ୍ତି, ଆରେ ନେ 10 ଲକ୍ଷ ନେ ଶେଷ କରିଦେ। ଏବଂ ବ୍ରହ୍ମପୁରରେ ପ୍ରତ୍ୟେକ ସାହିରେ ଆପଣ ଦେଖିବେ ରିଭଲଭର ଅଛି, ପ୍ରତ୍ୟେକ ସାହିରେ। ଏବଂ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ବି ବହୁତ ଲୁଜ୍ ହେଇଗଲା। ଆଜ୍ଞା, ଠିକ ଅଛି। ନେତୃତ୍ୱ ନାହିଁ, ଆଡମିନିଷ୍ଟ୍ରେସନ ଲୋକଙ୍କ ସହିତ ସମ୍ପର୍କ ନାହିଁ। ପିପୁଲ୍ସ ରିପ୍ରେଜେଣ୍ଟେଟିଭ ଯେଉଁମାନେ, ସେମାନେ ଦେଖୁନାହାନ୍ତି ଯେ ସମସ୍ୟାର କେମିତି ସମାଧାନ ହେବ। ଆମେ ସବୁ ଓଡ଼ିଶାରେ ଯେତେ ବି ଦେଖୁଛେ ବେଶୀ କ୍ରାଇମ୍ ଗଞ୍ଜାମରୁ ଦେଖୁଛୁ। କ'ଣ ପାଇଁ ସେଟାର କାରଣ କ'ଣ? ଗଞ୍ଜାମରେ ଏତେ ଅଧିକ କ୍ରାଇମ୍ କ'ଣ ପାଇଁ ହେଉଛି? ଗଞ୍ଜାମରେ ନେତୃତ୍ୱର ଅଭାବ। ବିଜେପି କୁହନ୍ତୁ, ବିଜେଡି କୁହନ୍ତୁ, କଂଗ୍ରେସ କୁହନ୍ତୁ, ଆଗେ ଯେଉଁ ନେତୃତ୍ୱ ଥିଲା, ଯେଉଁମାନେ ନିୟନ୍ତ୍ରଣ କରୁଥିଲେ ସାମାଜିକ ଭାବେ ରାଜନୈତିକ ଭାବେ ଗଞ୍ଜାମ ଜିଲ୍ଲାର, ସେ ଅବସ୍ଥା ନାହିଁ। ଏବଂ ଯୁବକମାନେ ବେକାର ହେଲେଣି, ତାଙ୍କ ପାଇଁ ନିଯୁକ୍ତିର କୌଣସି ସୁଯୋଗ ନାହିଁ। ସବୁ ଦାଦନ ଯାଉଛନ୍ତି, ସୁରାଟ ଯାଉଛନ୍ତି, ସୁରାଟ ଆଡ଼ରୁ ମଧ୍ୟ ବନ୍ଧୁକ ଆଣୁଛନ୍ତି, ବୁଝିଲେ। ତେଣୁ ଅଭାବ ବି ଗୋଟେ କାରଣ, ବେକାରୀ ବି ଗୋଟେ କାରଣ। ଏବଂ ରାଜନୈତିକ ଯେଉଁ ପେଟ୍ରୋନାଇଜ୍ ପାଉଛନ୍ତି, ଏମଏଲଏ ଯଦି ଧରିକିରି ବୁଲୁଥିବ ଏଣ୍ଟି ସୋସିଆଲଙ୍କୁ, ଆମେ ଯଦି ପିପୁଲ୍ସ ରିପ୍ରେଜେଣ୍ଟିଭ ଆମେ ଭୋଟ ପାଇଁ ଯଦି ନିର୍ଭର କରିବା ଏଣ୍ଟି ସୋସିଆଲ ଗୁଣ୍ଡାଙ୍କ ଉପରେ, ତାହେଲେ କ'ଣ ହେବ? ହେଉଛି ଅବସ୍ଥା। ଚାରିଆଡ଼େ ମଦ ଦୋକାନ ଏବଂ ବାଲି, ଯେମିତି ଚୋରା ବାଲି ଚାଲିଛି, ଆନ୍ଧ୍ରପ୍ରଦେଶ ଯାଉଛି। ଏଠି ଯଦି ଟ୍ରକଟି ବାଲି ଆପଣ ଦେଖିବେ 8,000, ସିଆଡ଼େ ପଳେଇଲେ 50,000। ମଦ, ବାଲି, ଏଇ ସବୁ ଯେଉଁ ହେଉଛି ଦିସ୍ ଲ୍ୟାଣ୍ଡ ବିଜନେସ୍, ଏ ହେଉଛି କାରଣ। ଏଥିପାଇଁ ମଧ୍ୟ ତାଙ୍କ ଭିତରେ ଗ୍ରୁପ କ୍ଲାସ୍ ହେଉଛି, ବୁଝିଲେ। ଏ ଏରିଆରେ ଏ ଗୁଣ୍ଡା, ସେ ଏରିଆରେ ସେ ଗୁଣ୍ଡା, ଏଇ ଯେଉଁ କଥା, କେଉଁ ଏରିଆରେ କିଏ ଗୁଣ୍ଡା। ତେଣୁ ଏଥିରେ ସୁପାରି କିଲିଂ ବି ହେଉଛି। ଯେଉଁମାନେ ଅଛନ୍ତି, ପଇସା ତ ଅଛି ନା, ସେମାନେ ଦେଖୁଛନ୍ତି, ଆରେ ନେ 10 ଲକ୍ଷ ନେ ଶେଷ କରିଦେ। ଏବଂ ବ୍ରହ୍ମପୁରରେ ପ୍ରତ୍ୟେକ ସାହିରେ ଆପଣ ଦେଖିବେ ରିଭଲଭର ଅଛି, ପ୍ରତ୍ୟେକ ସାହିରେ। ଏବଂ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ବି ବହୁତ ଲୁଜ୍ ହେଇଗଲା। ଆଜ୍ଞା, ଠିକ ଅଛି। ନେତୃତ୍ୱ ନାହିଁ, ଆଡମିନିଷ୍ଟ୍ରେସନ ଲୋକଙ୍କ ସହିତ ସମ୍ପର୍କ ନାହିଁ। ପିପୁଲ୍ସ ରିପ୍ରେଜେଣ୍ଟେଟିଭ ଯେଉଁମାନେ, ସେମାନେ ଦେଖୁନାହାନ୍ତି ଯେ ସମସ୍ୟାର କେମିତି ସମାଧାନ ହେବ।